କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାଢ଼ିଅତା ଭକ୍ତିର ବାଳକ ରାମଦାସ ସମ୍ବାଦର ପ୍ରଥମ ଭାଗ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ପୂର୍ବାଭାଷ ଝରଣା ଦାସ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ଦୀପକ ସାମନ୍ତରାୟ। ବାଳକ ରାମଦାସ ସମ୍ବାଦ। କହେ ଚୈତନ୍ୟ ମହାଜ୍ଞାତା, ଶୁଣ ସୁମନ ଏହୁ କଥା। ଶୁଦ୍ଧ ପଶ୍ଚିମ ଜେଲାହୋର, ଦେଶରେ ଅଟେ ତାର ଘର। ଜାତିରେ ଅଟେ ଦ୍ୱିଜବର, ନାମ ବାଳକ ଦାସ ତାର। ମାତା ପିୟର ପାଞ୍ଚ ଭାଇ, ତହିଁର ମଧ୍ୟେ ଗୋଟି ସେହି। ବିଷୟା କର୍ମ ଆଦି ଯେତେ, କରଇ ନାହିଁ କଦାଚିତେ। ଉଦାସୀ ଜନ ପ୍ରାୟ ହୋଇ, କିଛି ହିଁ କର୍ମ ନ କରଇ। ଏମନ୍ତ କେତେ ଦିନ ଠାରେ, ପିତା ଅତି କ୍ରୋଧ ଭରେ। ହୋଇଲା ଶୁଣ ରେ ପାମର, ବୋଲତ ନ କଲୁ କାହାର। କେମନ୍ତେ ସରିବ ତୋ ଦିନ, ଦୁଃଖ ପାଇବୁ ରେ ଅଜ୍ଞାନ। ମାତା ବୋଇଲା ଏହି ମତେ, ଘରୁ ଘଉଳି ଦେଲେ ଭ୍ରାତେ। ମନେ ବିଚାର କଲା ତାର, ଧିକଏ ଜୀବନ ମୋହର। ଏଥେ ମୁଁ କି କରିବି ଆଉ, ଏ ଜୀବ ଖାଉ ହବା ଯାଉ। ଅରଣ୍যେ ପଶିବି ମୁଁ ଯାଇ, କେବଳ ରାମ ନାମ ଧ୍ୟାଇ। କିଣିଲା ଦାସ ମୁଁ ତୁମ୍ଭର, ତୋ ଇଚ୍ଛା ଯାହା ତାହା କର। କେବଳ ପ୍ରଭୁଙ୍କୁ ଦେଖିବି, ନହେଲେ ପ୍ରାଣ ଉପେକ୍ଷିବି। ହେମନ୍ତ ଦୃଢ଼ ପରିମନେ, ବସି ଜପିଲା ଘର ମରେ। ବହିଣ ଗଲା ଦିନ ସାତ, ଶୁଣ ହୋ ମନ ନୃପନାଥ। ଦୈବ ମାୟାରେ କେବଳ, ଆସି ମିଳିଲେ ବ୍ୟାଘ୍ର ପଲ। ଘୋର ଗର୍ଜନ ନାଦ କରି, ଭକ୍ଷିବା ପ୍ରାୟେ ତାକୁ ଧରି। ଦେଖି ମନରେ ନାହିଁ
ଅନ୍ତର୍ଗତ ଭାବି ଚକ୍ଷୁ ବୁଝି ରହିଲା ହରି ଧ୍ୟାନେ ମଜି। ଶୁଣ ହୋ ମନ ନୃପରାଣ ତାହା ଜାଣିଲେ ନାରାୟଣ। ତକ୍ଷଣେ ସବର ରୂପରେ କାଣ୍ଡ କୋଦଣ୍ଡ ଧରି କରି ଧାଇଲେ ଅତି ବେଗ ହୋଇ ମିଳିଲେ ଭୃତ୍ୟ ମାସି ଯାଇ। ଦକ୍ଷିଣ ବ୍ୟାଘ୍ର ପଳାଇଲେ ଭକତ ନାଇଣ ଦେଲେ। ସବର ବୋଲେ ହେ ବ୍ରାହ୍ମଣ ବନେ ବସିଛ କି କାରଣ। କି ତୋର ମନେ ଭୟ ନାହିଁ ବ୍ୟାଘ୍ର ଭଲୁକ ସ୍ଥାନ ଏହି। ଭକ୍ଷଣ କଲେ ନା ସଜିବୁ ବହନେ ଉଠି ଯାବାବୁ। ତା ଶୁଣି ବୋଲାଇ ବ୍ରାହ୍ମଣ ସବର ଧର୍ମ ପିତା ଶୁଣ। ପିତା ଜନନୀ ଭ୍ରାତା ମୋର ମାରି ମନ୍ଦିରୁ କଲେ ଦୂର। ନାହିଁ ମୋହର ଗୃହବାସ ଛାଡ଼ିଲି ସଂସାରର ଆଶ। କେବଳ ପ୍ରଭୁ ନାରାୟଣ ଅଶେଷ ଜୀବର କାରଣ। ତାଙ୍କ ଦର୍ଶନେ ଇଚ୍ଛା ମୋର ତେଣୁ ପଶିଲି ବନ ଘୋର। ଶୁଣି ସବର ଅଳ୍ପ ହସି ହୋଇଲେ ଶୁଣ ବାଳ ଶିଶି। ବୋଇଲେ ଶୁଣରେ କୁମର ଆମ୍ଭେଟି ଜଗତ ଈଶ୍ୱର। ତା ଶୁଣି ବୋଲଇ କୁମର ଦେଖାଅ ନିଜ ରୂପ ତୋର। ତା ଶୁଣି ପ୍ରଭୁ ଭଗବାନ ବୋଇଲେ ବୁଝ ତୁ ନୟନ। ତାହାଙ୍କ କଥାରେ ତୁରିତେ ନୟନ ବୁଝି ଅନ୍ତର୍ଗତେ। ନିଜ ସ୍ୱରୂପେ ହେଲେ ଉଭା ଗୋଟିଏ କଳପର ଶୋଭା। ହେମନ୍ତ ରୂପ ଭଗବାନ ଦେଖି ଆନନ୍ଦ ଭୃତ୍ୟ ମନ। ଭୃତ ବତ୍ସଳ ଯାରବାନା ନ ସହେ ସେବକ ବେଦନା। ଏବେ ତୁ ମାଗି ଘେନ ବର ଯେ ମନ ବାଞ୍ଛା ଅଛି ତୋର। ତା ଶୁଣି ବୋଲଇ ନନ୍ଦନ ନମସ୍ତେ ଜଗତ ଜୀବନ। ଯେବେ ତୁ ବର ଦେବୁ ମୋତେ ଜନ୍ମ ନହିବି କଦାଚିତେ। ଛୁଇଁଲେ ପଥର ସୁବର୍ଣ୍ଣ ହୋଇବ ଯେବେ ଭଗବାନ। ଆବର ତୋତେ ଧ୍ୟାନ କରି ଇଚ୍ଛା ମରଣେ ଯିବି ମରି। ଜୀବନ୍ତେ ସୁଖେ ଦିନ ଯିବ ମଲେ ବୈକୁଣ୍ଠେ ସ୍ଥାନ ହେବ। ଅସ୍ତୁ ବୋଇଲେ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧାନ। ଏ ବର ପାଇ ବିପ୍ରବର ଆନନ୍ଦ କେ କହୁ ତାହାର। ଭୂପତେ ଆଣିଲା ପଥର ଛୁଇଁଲା ଆପଣା ହସ୍ତର। କ୍ଷଣକେ ହୋଇଲା ସୁବର୍ଣ୍ଣ ଦେଖି ହରସ ହେଲା ମନ। ଲୋକଙ୍କୁ ବୋଇଲା ହକାରି ଏ ସୁନା ନିଅ ବେଗ କରି। ବିକି ଯେ ଆଣ ହୋଏ ହାର ମଠ ବାନ୍ଧିବା ଏହି ଠାର। ଏଥି ଉତାରେ ଦିବ୍ୟ ସ୍ଥାନ ଦେଖି ତୋଳାଇ ମଠ ମାନ। ବୈଷ୍ଣବର ଖାଇବ ଭୂତ ଆପଣି ହୋଇଲେ ମହନ୍ତ। ଅନେକ ବିଧି ଭୋଗ ହେଲା ହେମନ୍ତେ କେତେ ଦିନ ଗଲା। ବିଚାର କଲା ତାଙ୍କ ମନ ଏଥିରେ କିସ ପ୍ରୟୋଜନ। ସକଳ ଭୋଗ ହେଲା ଶେଷ କରିବା କ୍ଷେତ୍ର ପରେ ବାସ। ଯେ ପ୍ରଭୁ କମଳା ରମଣ ସେ ମୋର ଜୀବର କାରଣ। ତାହାଙ୍କୁ ଦର୍ଶନ କରିବି ମୋର ଏ ଜୀବ ଉଦ୍ଧାରିବି। ଏ
କଥା ଅଟେ ମୋର ମୂଳ ବୋଲି ସେ କଲେ ଅନୁକୂଳ। हेमंत केते बाट गले दिल्ली सहर पासे हेले बाद्य शब्द घर ताने कंपिला दिल्ली बिछने ताहा सुनिन दिल्ली स्वर बुझिले दूतंक आगर कहिले सनमते से दिल्ली स्वरंक अग्रते एक फकीर आसी छंती बलता कहिनु हे किछि आज्ञा प्रमाणे दूते गले वैष्णव आगरे कहिले बाजू आज्ञा जेबे सत एमंत कहन्ते वचन बाजिला नाही वाद्यमान देख से आज्ञा सत्य हेला दिल्ली नौबत न बाजिला सैन्य मोर वैष्णव को बंदी कर अनेक सैन्य चढ़ी गले आसी वैष्णवे बंदी करे घोड़ंची उपरे बसाई बेढ़िले सते पुर होई हेमंत 3 दिन गला अन्न जे भोजन नहिला कहबाद सागे जाई केवल दोष करे मोही किंपा से मोते बंदी कला ताकू की दई बछाड़िला दिल्ली सहर सहिते अछये तार ग्राम जेते समस्त जड़रे हसाई समुद्रे पकाइबी नहीं ता सुनी तू तो बेगे गले समस्त बुझाई कहिले बोइला हेउ हेउ देखिबा समुद्रे पकाऊ दूते कहिले जति बर कोपी बोइला दिल्ली स्वर देखाई देले करामती बंदीरु होइब मुक्ति नहिले थाओ बंदी घरे सुनी वैष्णव क्रोध भरे लेंगुटी फिटाई न देले सर्व साक्षाते मूत्र कले बोइले रामजी कृपारो ए दिल्ली स्वर सर्वसरु हेमंत बोलन्ते केवल पुरे पुरिला मूत्र जल देखिया कूल पुरजन कहिले बास्ता सनिधान ता सुनी दिल्ली नरपति हृद पद्मरे कला भीति बोइले चाल सर्वे जीवा अतिथि शरण पशिबा
ବୈଷ୍ଣବ ପାଶେ ଯାଇ ମିଳି ସମସ୍ତ ସୈନ୍ୟ ହୋଇ ମିଳି ତାହାଙ୍କୁ ଦଣ୍ଡବତ କଲେ ଉଠି କପାଳେ କରଦେଲେ ବୋଇଲେ ଦୋଷ କ୍ଷମା କର ମହିମା ବୁଝିଲୁ ତୁମ୍ଭର ମୁଁ ତୁମ୍ଭ ଧର୍ମର କୁମାର କଥାଏ ଘିନିବା ମୋହର ଭ୍ରମନ୍ତି ହରି ଧ୍ୱନି କରି ଯିବା ପଥରେ ପଡ଼େ ହୁରି କେବଳ ଧ୍ୟାନ ହୃଦଗତେ କ୍ଷେତ୍ରକୁ ଯିବାର ନିମନ୍ତେ ଶ୍ରୀନୀଳାଚଳ ଭଗବାନ କେବଳ କରିବା ଦର୍ଶନ ହେମନ୍ତ କରିଣ ବିଚାର ପ୍ରବେଶ ହେଲେ ସେ ରାଜ୍ୟର ତହିଁ ସନ୍ନ୍ୟାସୀ ଜଣେ ଥାନ୍ତି ତା ନାମ ମଦନ ଭାରତୀ ତା ସଙ୍ଗେ